ଭଗବାନ ଶନିଙ୍କୁ ନ୍ୟାୟର ଦେବତା କୁହାଯାଏ। ସେଥିପାଇଁ ସମସ୍ତେ ତାଙ୍କୁ ଭୟ କରନ୍ତି। ଜ୍ୟୋତିଷ ଶାସ୍ତ୍ରରେ ଶନିଦେବଙ୍କୁ ଜଣେ ବିଚାରପତି ଭାବରେ ବିବେଚନା କରାଯାଇଛି। ବିଶ୍ୱାସ କରାଯାଏ ଯେ ଶନିଦେବ ଲୋକମାନଙ୍କୁ ସେମାନଙ୍କ କାର୍ଯ୍ୟ ଅନୁସାରେ ଫଳ ଓ ଦଣ୍ଡ ଦିଅନ୍ତି। ପଣ୍ଡିତ ସୁରେଶ ସୀମାଲ ବ୍ୟାଖ୍ୟା କରିଛନ୍ତି ଯେ ଜ୍ୟୋତିଷ ଶାସ୍ତ୍ରରେ ଏପରି କିଛି ସଂକେତ ବିଷୟରେ କୁହାଯାଇଛି ଯାହା ମାଧ୍ୟମରେ ଆପଣ ଜାଣିପାରିବେ ଯେ ଶନିଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି କି ନାହିଁ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଯଦି ଆପଣ ଶନିବାର ଦିନ ଏହି ଜିନିଷ ଗୁଡ଼ିକ ମଧ୍ୟରୁ ଗୋଟିଏ ଦେଖନ୍ତି ତେବେ ବୁଝନ୍ତୁ ଯେ ଶନିଦେବ ଆପଣଙ୍କ ପ୍ରତି ଦୟାଳୁ ଅଟନ୍ତି ଏବଂ ଆପଣଙ୍କ ଭଲ ସମୟ ଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଜାଣନ୍ତୁ ସେହି 5ଟି ସଂକେତ ବିଷୟରେ। ସକାଳେ ଭିକାରୀଙ୍କୁ ଦେଖିବା। ବିଶ୍ୱାସ କରାଯାଏ ଯେ ଯଦି ଆପଣ ଶନିବାର ଦିନ ସକାଳେ ଭିକାରୀଙ୍କୁ ଦେଖନ୍ତି ଏବଂ ସେ ଆପଣଙ୍କଠାରୁ କିଛି ସେ ମାଗୁଛନ୍ତି ତେବେ ଏହା ଶୁଭ ସଂକେତ ଭାବରେ ବିବେଚନା କରାଯାଏ। ଏହାର ଅର୍ଥ ହେଉଛି ଯେ ଶନିଦେବ ଆପଣଙ୍କ ଉପରେ ସନ୍ତୁଷ୍ଟ, ତେଣୁ ଆପଣଙ୍କ ସାମର୍ଥ୍ୟ ଅନୁଯାୟୀ ଭିକାରୀକୁ ସଠିକ୍ ଭାବରେ ସାହାଯ୍ୟ କରିବା ଉଚିତ। ଜଣେ ସଫେଇ କର୍ମଚାରୀଙ୍କୁ ଦେଖିବା। ଯଦି ଶନିବାର ଦିନ ସଫେଇ କର୍ମଚାରୀଙ୍କୁ ଦେଖନ୍ତି, ବିଶେଷ ଯଦି କାହାକୁ ଝାଡ଼ୁ ଲଗାଇଥିବାର ଦେଖାଯାଏ ତେବେ ଏହା ମଧ୍ୟ ଶୁଭ ବୋଲି ଧରାଯାଏ। ଏହା ବ୍ୟତୀତ ଯଦି ଆପଣଙ୍କ ଘରେ ଜଣେ ସଫେଇ କର୍ମଚାରୀ ଅଛି ତେବେ ଶନିବାର ଦିନ ତାଙ୍କୁ କିଛି ଦାନ କରନ୍ତୁ। ଏହାଦ୍ୱାରା ଧନ ବୃଦ୍ଧି ହୋଇଥାଏ। କଳା କୁକୁର। ଯଦି ଶନିବାର ଦିନ ଶନି ମନ୍ଦିର ସମ୍ମୁଖରେ ଏକ କଳା କୁକୁର ଦେଖାଯାଏ ତେବେ ଏହା ମଧ୍ୟ ଆପଣଙ୍କ ପାଇଁ ଏକ ଶୁଭ ସଂକେତ ଅଟେ। ଏହି ଦିନ ସେହି କଳା କୁକୁରଟିକୁ ରୁଟି ଖାଇବାକୁ ଦିଅନ୍ତୁ। ଏହାଦ୍ୱାରା ତୁମେ ଶନିଦେବଙ୍କ ଆଶୀର୍ବାଦ ମିଳିବ। କଳା କାଉ। ଶନିବାର ଦିନ ଯଦି ଏକ କଳା କାଉ ଆପଣଙ୍କ ଘର ପାସଙ୍ଗରେ ପାଣି ପିଇବାକୁ ଆସେ ତେବେ ଏହା ଶୁଭ ସଂକେତ ଭାବରେ ବିବେଚନା କରାଯାଏ। ବିଶ୍ୱାସ କରାଯାଏ ଯେ ଏହା ଦେଖୁଥିବା ବ୍ୟକ୍ତିଙ୍କ ଉପରେ ଶନିଦେବ ପ୍ରସନ୍ନ। କିନ୍ତୁ ଯଦି ଶନିବାର ଦିନ ଏକ କଳା କାଉ ମୁଣ୍ଡରେ ଥଣ୍ଟ ମାରିଦିଏ ତେବେ ଆପଣଙ୍କୁ ସାବଧାନ ହେବା ଆବଶ୍ୟକ। ଏହା ଏକ ସଂକେତ ଯେ ଶନିଦେବ ଆପଣଙ୍କ ଉପରେ ରାଗିଛନ୍ତି। କଳା ଗାଈ। ଶନିବାର ଦିନ ଯଦି ଆପଣ କିଛି ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଯାଉଛନ୍ତି ଏବଂ ଆପଣଙ୍କ ରାସ୍ତାରେ ଏକ କଳା ଗାଈ ଦେଖୁଛନ୍ତି ତେବେ ସେହି କାର୍ଯ୍ୟ ନିଶ୍ଚିନ୍ତ ଭାବରେ ସମାପ୍ତ ହେବ। ସେଥିପାଇଁ ଶନିବାର ଦିନ କଳା ଗାଈ ପୂଜା କରିବା ଆବଶ୍ୟକ ବୋଲି କୁହାଯାଏ। ଆହୁରି ମଧ୍ୟ ଯଦି ସମ୍ଭବ ଏହି ଦିନ କଳା ଗାଈ ଦାନ କରନ୍ତୁ। ଏହା ଆପଣଙ୍କ ଜୀବନର ସମସ୍ତ ଅସୁବିଧାକୁ ଦୂର କରିପାରିବ। ଯଦି ଶନିବାର ଦିନ ଏହି 5ଟି ସଂକେତ ଦେଖୁଛନ୍ତି ତେବେ ବୁଝନ୍ତୁ ଶନିଦେବ ଆପଣଙ୍କ ଉପରେ ଖୁସି ଅଛନ୍ତି।